ମୁଁ ବର୍ତ୍ତମାନ ଆସି ପହଞ୍ଚି ଯାଇଛି ଘରେ, ଯାହାଫଳରେ ଆମ ଝିଅ ଅପେକ୍ଷା କରିଛି। ହାଇ ଫ୍ରେଣ୍ଡ, ଜୟ ଜଗନ୍ନାଥ, ଶୁଭ ସକାଳ, ମିଷ୍ଟର ଦୀପକ ବ୍ଲଗକୁ ସ୍ୱାଗତ। ଆଶା କରେ ଆପଣମାନେ ଭଲରେ ଥିବେ। ମୁଁ ବି ବହୁତ ଭଲରେ ଅଛି। ସକାଳୁ ସକାଳୁ ପ୍ରବଳ କୁହୁଡ଼ି, ତାରି ଭିତରେ ଆସନ୍ତୁ ଆଜିର ବ୍ଲଗ୍ଟି ଷ୍ଟାର୍ଟ କରିବା। ଏବଂ ଆଜିର ବ୍ଲଗ୍ରେ ଦେଖିବା ଯେ ମୁଖ୍ୟ ଯେହେତୁ ଫାଲ୍ଗୁନି କମ୍ପାନୀ, ଆମେ ଯେଉଁଠି ଚିଙ୍ଗୁଡ଼ି ଚାଷ କରୁ, ଯାହା କତରୁ ଆଣୁ ଫିଡ୍ ଫାଲ୍ଗୁନି କମ୍ପାନୀ ଦିଏ, ମାଛ ନିଏ। ଆଜି ତାର ସେମିନାର କରିଛି, ସବୁ ଚାଷୀକୁ ଏକାଠି କରିଛି, ଏକ ଫାର୍ମର୍ସ ମିଟ୍ ଗୋଟେ କରୁଛି। ତେଣୁକରି ସେଠିକି ଯିବା, କିନ୍ତୁ 10ଟା ସାଢ଼େ 10ଟା ବେଳକୁ ଯିବା। ବର୍ତ୍ତମାନ ଆସନ୍ତୁ ଟିକେ ସକାଳୁ ସକାଳୁ ଆମ ବାଡ଼ିଆ ଟିକେ ବୁଲି ଆସିବା ଏବଂ ପଖାଳ ଗଣ୍ଡେ ଖାଇଦେଇକି ତାପରେ ବର୍ତ୍ତମାନ ଆମେ ବାହାରିବା ଫାଲ୍ଗୁନି କମ୍ପାନୀର ଯେଉଁ ଆମର ସେମିନାରକୁ ଯିବା। ଆସ, ଏଇଟା ଗୋଟେ ଆମର ହେଉଛି, ଦେଖନ୍ତୁ ଆମ୍ବ ଗଛ। ଆମ୍ବ ଏଥର ବୋଧେ ବଉଳିବ ନାହିଁ, ବୋଧେ ଜଣାପଡ଼ୁଛି। କ'ଣ ହେବ ଟାଇମ୍ ହେଇନି, ଦେଖିବା ଆମ୍ବ ଏଥର ହେବ କି ନାହିଁ। ସେଟା ଆମର ବଡ଼ ଆମ୍ବ ଗଛ, ଏଠି ଗୋଟେ ବଡ଼ ଆମ୍ବ ଗଛ, କମଳା ଗଛ, ଆଉ ଏଟା ନଡ଼ିଆ ଗଛ। ପୋକ ମାରି ଦେଉଛନ୍ତି ନଡ଼ିଆ ଗଛକୁ। ଆସନ୍ତୁ ବର୍ତ୍ତମାନ ଦେଖିବା। ଏଇଟା ଦେଖନ୍ତୁ, ଏଇଟା ଯେଉଁ କମଳା ଗଛ କେତେ ବଡ଼ ହେଇଗଲାଣି ଦେଖନ୍ତୁ। କଲିମ ଚାରା କେତେ ବଡ଼ ହେଇଗଲାଣି। ଆଉ ଏଇଟା ହେଉଛି ଆମର ଲେମ୍ବୁ ଗଛ। ଦେଖ, ଇଏ ମଧ୍ୟ ବଢ଼ିଗଲାଣି। ଏଟା କିନ୍ତୁ ମଞ୍ଜିରୁ ହେଇଛି। ଯେଉଁ ଆମର ଘର ପ୍ରତିଷ୍ଠା ହେଲା, ସେଇଥିରେ ଲେମ୍ବୁ ଏଠି ପକେଇଥିଲେ, ଲେମ୍ବୁ ପିଇକି ତା ମଞ୍ଜି ପକେଇଥିଲେ। ତେଣୁକରି ସେଇ ଗଛ କେତେ ବଡ଼ ହେଇଗଲାଣି। କ'ଣ ହେବ କିନ୍ତୁ ଯେଉଁଟା କିଣା ହେଇଥିଲା ଏଇ 2 ମାସ ତଳର, ସେଇଟା ଦେଖନ୍ତୁ ଫୁଲ ଫୁଟିଲାଣି, କଲିମ ଚାରା। ଆଉ ଦେଖନ୍ତୁ ସେଇ ଲେମ୍ବୁ ଯେଉଁ ଗୋଟେ ହେଇଥିଲା ମୁଁ ଦେଖିଥିଲି, ସେ ଏତିକି ବଡ଼ ହେଲାଣି। ଆଉ ଦେଖନ୍ତୁ ଫୁଲ ସବୁ ଫୁଟିଲାଣି, ଦେଖନ୍ତୁ ଫୁଲ ଫୁଟିଲାଣି। ୟାଦେହରେ ହେବ କଲିମ ଚାରା। ଆଚ୍ଛା, ଇଏ ତ ଆମର ଜାଣିଥିବେ ଆମ୍ବ ଗଛ ଗୋଟେ ଲଗାଯାଇଛି, ଇଏ ବାହାରୁଛି ମଧ୍ୟ ଆମ୍ବ ଗଛ। କଲରା ଗଛ ଦେଖିବା, ଏଇଟା ଦେଖନ୍ତୁ କଲରା ଗଛ। କଲରା ମଧ୍ୟ ଗୋଟେ ହେଇଛି, କଲରା ମଧ୍ୟ କଷି ସବୁ ହେଲାଣି। କଲରା ଗଛରେ ଯେତେ ବିଷ ପକେଇବ ସେତେ ନଚେତ ପୋକ ମାରିଦେବେ। ଦେଖିବା କ'ଣ କେମିତି କଲରା ହେଉଛି। ଏଇଟା ତ ଆମର କମଳା ଗଛ, ଏଇଟା ଆମର ବରକୋଳି ଗଛ। ବରକୋଳି ଗଛ ଦେଖନ୍ତୁ, ହେଇଛି ପାଖାପାଖି 10-20ଟା ହେଇଥିଲା। ଏ ଗଛ ନୂଆ କରି ହେଇଛି ଏ ବର୍ଷ। ବରକୋଳି ଛୋଟ ଗଛ, ତେଣୁକରି 8 ବର୍ଷକୁ ଅଧିକ ହେବ। ଏ ବର୍ଷ କମ୍ ହେଇଛି ବରକୋଳି। ଫାଇନାଲି ଆଜି ଆମର ପଖାଳ ସହିତ କ'ଣ ହେଇଛି ଆସନ୍ତୁ ଦେଖିବା। ପଖାଳ ଭାତ, ଇଏ ହେଉଛି ଟମାଟୋ ଚକୁଡ଼ା, ପୋଡ଼ା ହେଇକି ଚକୁଡ଼ା ହେଇଛି, ସବୁ ପଡ଼ିଛି ତା ଦେହରେ, ରସୁଣ, ଏମିତି ଭେରାଇଟି ପଡ଼ିଛି। ଏବଂ ଇଏ ଦେଖନ୍ତୁ ବଢ଼ି ଚୁରା, ଏବଂ ଇଏ ଦେଖନ୍ତୁ ବାଇଗଣ ଚକୁଡ଼ା। ଏପଟରେ ଦେଖନ୍ତୁ ଆମର ସାରୁ ଚକୁଡ଼ା। ସାରୁ ପୋଡ଼ା ହେଇକି ଯେଉଁ ଚକୁଡ଼ାଟା ପୁରା ମାନେ ମୋର ଫେଭରାଇଟ୍ ଥାଏ। ତେଣୁକରି ସାରୁ ଚକୁଡ଼ା, ବାଇଗଣ ଚକୁଡ଼ା ଏବଂ ଆମର ହେଉଛି ବଢ଼ି ଚୁରା, ଏବଂ ତା ସହିତ ଟମାଟୋ ପୋଡ଼ା ହେଇକି ଚକୁଡ଼ା ହେଇଛି। ମାନେ ପଖାଳ ସହିତ ଇଏ ଯେଉଁ 4ଟି ଜିନିଷ ରହିଲା, ପୁରା ମାନେ ସେଟ୍, ମାନେ ଫେଭରାଇଟ୍ ମୋର। ଦେଖନ୍ତୁ ଏ କିଭଳି ଭାବରେ ବର୍ତ୍ତମାନ ଟେଷ୍ଟ ସବୁ, ଖାସ୍ କରି ବଢ଼ି ଚୁରା ମଧ୍ୟ ବଢ଼ିଆ, ଆମେ ନିଜେ ତିଆରି କରିଛୁ, ବଢ଼ିଆ ଟେଷ୍ଟ ବଢ଼ି ଚୁରା। ଆଉ ଯେଉଁ ବିଛା ହେଇଥିଲା ଆମର ବଢ଼ି ଦେଖେଇଥିଲି, ଦେଖନ୍ତୁ କେଉଁ ଭଳିଆ। ଆଉ ଆମର ଏତିକି ବଢ଼ି ଚୁରା ରହିଲା ଝିଅ ପାଇଁ, ଆଉ ଇଏ ମୋ ପାଇଁ। ଆଉ ଖାଇ ନେବା। ବର୍ତ୍ତମାନ ମୁଁ ବାହାରିଲି ଯିବା ପାଇଁ, ଯେହେତୁ ଆମର ଫାଲ୍ଗୁନି କମ୍ପାନୀର ସେମିନାର ରହୁଛି। ଆଉ ଏ ସେମିନାରରେ ଯୋଗ ଦେବା ପାଇଁ ବର୍ତ୍ତମାନ ମୁଁ ଆମର ଯେଉଁ ଚିଙ୍ଗୁଡ଼ି ଚାଷ କରାଯାଉଥିଲା, ଯେଉଁ ଆମର ଯେଉଁ ପୋଖରୀ ହେଉଛି ଚିଙ୍ଗୁଡ଼ି ଚାଷ, ତେଣୁକରି ଆମର ଯେଉଁ କମ୍ପାନୀ ମାଛ ନେଉଛି ଫାଲ୍ଗୁନି କମ୍ପାନୀ, ତାର ଆଜି ସେମିନାର ହେଉଛି। ଏବଂ ସେହି ସମସ୍ତ ଚାଷୀମାନଙ୍କୁ, ଚିଙ୍ଗୁଡ଼ି ଚାଷୀମାନଙ୍କୁ ଡକାଇ ସେମିନାର କରୁଛି। କ'ଣ ସେଠି ସିଷ୍ଟମ୍ ରହୁଛି ନିଶ୍ଚିତ ଭାବରେ ଦେଖିବା। ଚାଲନ୍ତୁ ଯିବା ବର୍ତ୍ତମାନ ଦେଖିବା। ଆଉ ଯେଉଁମାନେ ନୂଆ କରି ଆମ ଚ୍ୟାନେଲ୍ ମାଧ୍ୟମରେ ଭିଡ଼ିଓଟି ଦେଖୁଛନ୍ତି, ଖାସ୍ ଆମ ବ୍ଲଗ୍ ମାଧ୍ୟମରେ ଭିଡ଼ିଓଟି ଦେଖୁଛନ୍ତି, ଖାସ୍ କରି ସବସ୍କ୍ରାଇବ୍ କରିଦେବେ। ଚାଲନ୍ତୁ ବର୍ତ୍ତମାନ ଯିବା, ମୁଁ ଅଲରେଡ଼ି ବାହାରି ସାରିଛି। ଫାଇନାଲି ବର୍ତ୍ତମାନ ମୁଁ ଆସି ପହଞ୍ଚିଗଲି ଆମର ଯେଉଁ କାଉଣ୍ଟର ଥିଲା, ଯେଉଁ ଫିଡ୍ ସେଣ୍ଟର କାଉଣ୍ଟର ପିସୁମନ ଠାରେ। ଆଉ ବର୍ତ୍ତମାନ ସେଇଠି ଆମର ସେମିନାର ହେଉଛି। ବର୍ତ୍ତମାନ ମୁଁ ଆସି ପହଞ୍ଚିଗଲି, ଦେଖନ୍ତୁ କେତେ ଲୋକ ମଧ୍ୟ ଆସିସାରିଲେଣି। ବର୍ତ୍ତମାନ ଆମେ ଗାଡ଼ି ରଖିଦେବା ଏବଂ ଗାଡ଼ି ରଖିଦେଇକି ଯିବା ଭିତରକୁ। ପାଖାପାଖି କମ୍ପାନୀ ଷ୍ଟାଫ୍ ମଧ୍ୟ ସବୁ ଆସିଗଲେଣି ଏବଂ ତାପରେ ବର୍ତ୍ତମାନ ଆମର ଆରମ୍ଭ ହେଇଯିବ। ସମୟ ପାଖାପାଖି 11:30 ହେଲାଣି। ବର୍ତ୍ତମାନ ଆମର ବୈଠକ ଆରମ୍ଭ ହେଇଯିବ ଏବଂ ବର୍ତ୍ତମାନ ଭିତରକୁ ଯିବା, ଯାଇ ଦେଖିବା କିଭଳି ଭାବରେ କ'ଣ ସବୁ ଟିପ୍ସ ଦିଆଯାଉଛି ଆମକୁ। ଆଉ ଆମେ ମଧ୍ୟ କିଛି କ୍ୱେଶ୍ଚନ୍ ସେଠି
ଚାଷୀମାନେ କରିବେ। ଚାଲନ୍ତୁ ବର୍ତ୍ତମାନ ସିଟ୍ ଆଗେ ଧରିନେବା ଏବଂ ଧରିନେଲା ପରେ ତାପରେ ଦେଖିବା। ଏଠି ଦେଖନ୍ତୁ ଲେଖା ହେଇଛି ମତ୍ସ୍ୟ ଚାଷୀଙ୍କ କର୍ମଶାଳା ଫାର୍ମର୍ସ ମିଟ୍। ଆଉ ଫାଲ୍କୁନି କମ୍ପାନୀ ଯେହେତୁ କରୁଛି ଏବଂ ସିଏ ଆମକୁ ଫିଡ୍ ଦେଉଛି, ତେଣୁକରି ଫାଲ୍କୁନି କମ୍ପାନୀର ଆମର ଏଇ ଯେଉଁ କର୍ମଶାଳାଟା ହେଉଛି ଚାଷୀଙ୍କ ପାଇଁ। ଆସନ୍ତୁ ବର୍ତ୍ତମାନ ଆଗକୁ ଦେଖିବା କ'ଣ ସବୁ ଆମର ମିଟିଂରେ ହେଉଛି। ଆଚ୍ଛା ଦେଖନ୍ତୁ ବଢ଼ିଆ ଜିନିଷଟେ କହିଲେ ଗୋଟେ ଫାଇନାଲି ଆମର ବର୍ତ୍ତମାନ ସରିଯାଇଛି କର୍ମଶାଳା। ବର୍ତ୍ତମାନ ଆମେ ପାର୍ସଲ ମଧ୍ୟ ପାଇଯାଇଛୁ, ଯେହେତୁ ବର୍ତ୍ତମାନ ସମୟ 1:30ଟା। ପାର୍ସଲ ବର୍ତ୍ତମାନ ପାଇଯାଇଛୁ। ପାର୍ସଲରେ କ'ଣ ଅଛି ଯାଇ ଘରକୁ ପଳେଇବା, ଘରେ ଯାଇକି ଓପନ କରିବା। ଫାଇନାଲି ମୁଁ ବର୍ତ୍ତମାନ ଆସି ପହଞ୍ଚି ଯାଇଛି ଘରେ, ଯାହାଫଳରେ କି ଆମ ଝିଅ ଅପେକ୍ଷା କରିଛି। ବାପା ଯାଇଥିଲା ସେମିନାର, ଫାଲ୍କୁନି ସେମିନାରକୁ, କ'ଣ ଆଣିବ ମୁଁ ଖାଇବି, ତେଣୁକରି ସିଏ ଅପେକ୍ଷା କରିଥିଲା। ମୁଁ ତା ପାଇଁ ସେ ଯେଉଁ ବିରିୟାନୀ ମିଳିଥିଲା ଆଉ ପାଖାପାଖି 1:30ଟା ଟାଇମ୍ ଥିଲା, ମୁଁ ତେଣୁକରି ପାର୍ସଲ ମିଳିଥିଲା, ସେ ପାର୍ସଲ ମଧ୍ୟ ନେଇ ଆସିଛି। ବର୍ତ୍ତମାନ ଆମ ଝିଅ ଖାଇବା ପାଇଁ ସେ ପୁରା ବ୍ୟସ୍ତ। ବର୍ତ୍ତମାନ ଖୋଲିବା ଦେଖିବା କ'ଣ କି ବିରିୟାନୀ, ଚିକେନ କି ଅଣ୍ଡା କି ମଟନ, କ'ଣ ଦେଖିବା। ଦେଖିବା ଓପନ କରିବା। ଦେଖିବା ଅଣ୍ଡା ବିରିୟାନୀ। ଫାଲ୍କୁନି କମ୍ପାନୀ ବାଲା ଦେଇଛନ୍ତି ବିରିୟାନୀ, ଦେଖନ୍ତୁ। ଆଉ ଅଣ୍ଡା ଗୋଟେ ପିସ୍, ଚିକେନ 2 ପିସ୍ ଏବଂ ଅଣ୍ଡା ଗୋଟେ ପିସ୍। ଆଉ ଇଏ ହେଉଛି ହାଫ୍ ପ୍ଲେଟ୍, ହାଫ୍ ବାଲା ବିରିୟାନୀ। ଚିକେନ ଗୋଟେ, ଅଣ୍ଡା 2 ପିସ୍। ଫାଇନାଲି ମୁଁ ଆସିଲା ପରେ ଯେଉଁ ଆମର ଫାଲ୍କୁନି ତରଫରୁ ଦିଆଯାଇଛି 2ଟା ବେନିୟନ, ଦେଖନ୍ତୁ। ଫାଲ୍କୁନି ବେନିୟନ ଏ ଜରି ଓପନିଂ କଲା ପରେ ଏବଂ ତା ସହିତ ମଧ୍ୟ ଗୋଟେ ଖାତା ଦେଇଛନ୍ତି, ଦେଖନ୍ତୁ। ଗୋଟେ ନୋଟ୍ ଦେଇଛନ୍ତି ଆଉ ତା ସହିତ ପେନ୍ ମଧ୍ୟ ଦେଇଛନ୍ତି। ଏଇ ପେନ୍ଟା ଦେଇଛନ୍ତି ଆଉ ଫାଲ୍କୁନିର ଆଉ ଏମିତି ଦେଇଛନ୍ତି, ଆଉ ବେନିୟନ 2 ପିସ୍। ଆଉ ଫାଲ୍କୁନି ଆସନ୍ତୁ ପିନ୍ଧିବା ଏବଂ ଦେଖିବା ଏ ବେନିୟନ କିଭଳି ମୋତେ ଲାଗୁଛି। ବର୍ତ୍ତମାନ ଦେଖନ୍ତୁ, ଏଇଟା ହେଉଛି ଆମର ଫାଲ୍କୁନି ଯେଉଁ ଦେଇଛି, ତାର ହେଉଛି କମ୍ପାନୀ ତରଫରୁ ଯେଉଁ ଗଞ୍ଜି ଦେଇଛି ସମସ୍ତ ଚିଙ୍ଗୁଡ଼ି ଚାଷୀମାନଙ୍କୁ। ଯେହେତୁ ଆମେ ଚିଙ୍ଗୁଡ଼ି ଚାଷୀ, ତେଣୁକରି ସମସ୍ତ ଚିଙ୍ଗୁଡ଼ି ଚାଷୀକୁ ନେଇକି ଆଜି ଗୋଟେ ସେମିନାର ହେଇଥିଲା ଫାଲ୍କୁନି କମ୍ପାନୀ ଦ୍ୱାରା। ଆଉ ସେଇ ସେମିନାରରେ ଏଇ ଯେଉଁ ଦେଖନ୍ତୁ ଟପ୍ ଗୋଟେ ମିଳିଛି, ଆଉ ତା ସାଙ୍ଗକୁ ଖାଇବା ପାଇଁ ବିରିୟାନୀ ଦେଇଥିଲେ ଏବଂ ଚିକେନ ବିରିୟାନୀ, ଏବଂ ତା ସହିତ ଆମର ପେନ୍ ଗୋଟେ ଏବଂ ନୋଟ୍ ଗୋଟେ ଦେଇଥିଲେ। ଯେହେତୁ ଚାଷୀ ଆଗକୁ ଆସୁଛି, ଆମର ମାଛ ଚାଷ ସିଜିନ୍ଟା ଫେବୃଆରୀ ମାସ ଠାରୁ ଷ୍ଟାର୍ଟ ହେବ, ତେଣୁକରି ଆଗୁଆ କମ୍ପାନୀ ଚାଷୀମାନଙ୍କୁ ଆକର୍ଷିତ କରିବା ପାଇଁ କମ୍ପାନୀ ୟାର ଏ ଗୋଟେ ପ୍ରୟାସ, ଯେ କି ପ୍ରତି 2 ମାସ 3 ମାସରେ ଗୋଟେ ସେମିନାର କରେ, ମାନେ ଚାଷୀମାନଙ୍କୁ ଆକ୍ଟିଭିଟି କରିବା ପାଇଁ। ଏବଂ ଏଇ ସେମିନାରରେ ଚାଷୀ କିଭଳି ଭାବରେ ଉପକୃତ ହେବ ସେ ବିଷୟରେ ମଧ୍ୟ ସେଠି ଡିସ୍କସନ୍ ହୁଏ। ଚାଷୀଙ୍କ ଠାରୁ ମତାମତ ନିଏ, କ'ଣ କେମିତି ଯେଉଁ ଆମର ଖାସ କରି ମାଛ ପ୍ରତି ଯେଉଁ ରୋଗ ସବୁ ହେଉଛି, ତେଣୁକରି କେମିତି ରୋକା ଯାଇପାରିବ, କ'ଣ ୟୁଜ୍ କଲେ କେମିତି ପ୍ରିପାରେସନ୍ କରିବାକୁ ପଡ଼ିବ, ଏସବୁ ବିଷୟରେ ସେଠି ଆଲୋଚନା ହେଲା। ଏବଂ ଚାଷୀମାନଙ୍କ ମତାମତ ମଧ୍ୟ ନିଆଗଲା। ଏମିତି କିଛି ଯେଉଁମାନେ କମ୍ପାନୀର ଷ୍ଟାଫ୍ ଆସିଥିଲେ ଉପର ଲେବୁଲରୁ, ସେମାନେ ମଧ୍ୟ ତାଙ୍କର ଟିପ୍ପଣୀ ରଖିଲେ। ଯାହା ହଉ, ବର୍ତ୍ତମାନ ମୁଁ ଆସିକି ଘରେ ପହଞ୍ଚି ଯାଇଛି